ଶ୍ରୀ ସାଇନାଥାୟ ନମଃ। ଆସନ୍ତୁ ଆଜିର ଏହି ନୂତନ ସକାଳଟି ପାଇଁ ବାବାଙ୍କୁ ଧନ୍ୟବାଦ ଦେବା ଏବଂ ବାବାଙ୍କ ଆଶୀର୍ବାଦରୁ ଦିନଟିକୁ ଆରମ୍ଭ କରିବା। ଆସନ୍ତୁ ଶୁଣିବା ଆଜିର ସୁନ୍ଦର ଉପଦେଶଟି। ବାବା ଆମ ପାଖରୁ କ'ଣ ଚାହୁଁଛନ୍ତି? ବାବା କହୁଛନ୍ତି, ବହୁତ ଶୀଘ୍ର ତୁମେ ତୁମର ସାଙ୍ଗମାନଙ୍କ ସହିତ ମୋ ଶିରିଡ଼ିକୁ ଆସିବ। ଯେତେବେଳେ ତୁମେ ସକାଳେ ଉଠୁଛ, ତେବେ ସର୍ବପ୍ରଥମେ ତୁମର ଭଗବାନଙ୍କ ନାମ ନିଅ, ନା କି ପରସ୍ପରକୁ ଗୁଡ୍ ମର୍ଣ୍ଣିଂ କୁହ। ଯଦି ଈଶ୍ୱରଙ୍କ ନାମ ସର୍ବପ୍ରଥମେ କହିବ, ତାହେଲେ ପୁରା ଦିନ ସାରା ତୁମକୁ ପ୍ରତ୍ୟେକ ସମସ୍ୟାକୁ ସହିବା ପାଇଁ ଶକ୍ତି ମିଳିବ ଏବଂ ଖୁସି ଖୁସିରେ ତୁମର ଦିନଟି ବିତିଯିବ, ଯାହା ତୁମକୁ ଜଣାପଡ଼ିବ ନାହିଁ। ମୋର ଉପଦେଶ ଭାବ, ଆଜିଠାରୁ ଦିନରେ ଗୋଟେ ଥର 9 ଦିନ ପାଇଁ ମୋ ସାଇ କଷ୍ଟ ନିବାରଣ ମନ୍ତ୍ର ପାଠ କର। ଯେଉଁ କାମ କିଛି ଦିନରୁ ଅଟକି ରହିଛି, ତାହା ନିଶ୍ଚିତ ଭାବରେ ହୋଇଯିବ। ମୁଁ କେବଳ ତୁମଠାରୁ ଭକ୍ତି, ଦୃଢ଼ ବିଶ୍ୱାସ ଏବଂ ଭଲ ପାଇବା ଚାହେଁ। ମୋତେ କୌଣସି ବି ଆଭୂଷଣ କିମ୍ବା ଦାମୀ ଜିନିଷ ଦରକାର ନାହିଁ। ତୁମ ଆଖିରୁ ଗଡ଼ୁଥିବା ଭଲ ପାଇବା ଏବଂ ବିଶ୍ୱାସର ଗୋଟିଏ ଟୋପା ଲୁହ ମଧ୍ୟ ମୋ ପାଇଁ ଅମୂଲ୍ୟ ଉପହାର ଅଟେ ପିଲାମାନେ। ତେଣୁ ତୁମେ ଏହା ଭାବ ନାହିଁ ଯେ ମୋ ପାଖରେ ଟଙ୍କା ନାହିଁ, ମୁଁ କିପରି ମୋ ବାବାଙ୍କ ପାଇଁ ବସ୍ତ୍ର କିମ୍ବା ଦାମୀ ଜିନିଷ ନେଇପାରିବି। ଯେଉଁ ନୂତନ କାମ ଆରମ୍ଭ କରିଛ, ତାହାର ପ୍ରଗତି ପାଇଁ ପ୍ରତିଦିନ ଲଗାତାର କଠିନ ପରିଶ୍ରମ କର। ଗୋଟିଏ ବି ଦିନ ନଷ୍ଟ କର ନାହିଁ। ମୋର ବହୁତ ଆଶୀର୍ବାଦ ତୁମ ସହିତ ଅଛି। ଖୁସିରେ ରୁହ, ତୁମେ ବହୁତ ଉନ୍ନତି କରିବ। ଓମ୍ ସାଇ ରାମ, ଜୟ ସାଇ ରାମ।